8,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଆଉ ଶେଷରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହେଲେ ଥାନା ବାବୁ। ଏଭଳି ଘଟଣା ଘଟିଛି କୁଜଙ୍ଗ ଥାନାରେ। ଏହି ଥାନାର ଏସ୍ଆଇ ବିବେକାନନ୍ଦ ସାହୁ ବାଗୋଇ ଗ୍ରାମର ସରୋଜ କୁମାର ସ୍ୱାଇଁଙ୍କଠାରୁ ଏକ ମାମଲାରେ ବେଲ୍ କରାଇବା ଲାଗି ତାଙ୍କଠାରୁ 8,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଥାନା ଭିତରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଲା। ବିବେକାନନ୍ଦ ସରୋଜଙ୍କୁ ଦୀର୍ଘ 3 ମାସ ହେବ କୋର୍ଟରେ ଆଗୁଆ ଜାମିନ ସତ୍ତ୍ୱେ ଥାନାରୁ ବେଲ୍ କରାଇବା ପାଇଁ ହଇରାଣ ହରକତ କରୁଥିବା ଓ ମନ ଖୁସି ଭଳି ଟଙ୍କା ଦେବାକୁ କହିଥିବା ଓ ଆଜି ସରୋଜ ନିଜେ ଜାମିନଦାରଙ୍କ ହାତରେ ଏହି ଲାଞ୍ଚ ଟଙ୍କା ଦେବା ବେଳେ ବିବେକାନନ୍ଦ ଏହାକୁ ଗ୍ରହଣ କରି ଜଗତସିଂହପୁର ଆଡ଼କୁ ପଳାଉଥିବା ବେଳେ ଭିଜିଲାନ୍ସ ବିଭାଗ ପିଛା କରି ମାଡ଼ି ବସିଥିବା କୁହାଯାଉଛି। କଟକ ଭିଜିଲାନ୍ସ ବିଭାଗର 17 ନମ୍ବର କେସ୍ରେ ମାମଲା ରୁଜୁ କରି ସମ୍ପୃକ୍ତ ପୋଲିସ ବାବୁଙ୍କୁ ଗିରଫ କରିବା ସହିତ ତାଙ୍କର 3ଟି ସ୍ଥାନରେ ତନଖି ଜାରି ରଖିଛି।